जय जगन्नाथ। ये भल कथा पे मन रख। आज आलोचना करिया कालिया बोदारे भक्त मेली। भक्त मेली हब सत को भक्त मेली हे नित्य भक्त मान मिले। बर्तमान तो अनेक प्रकार भक्त विनाश हम विनाश बनी प्रकाश परिप्रकाश हो से समय ठाक ठाक भक्त मिली हम गोटे स्थान नुह अनेक स्थान भक्त मिली हम तन्मध्यु महापुरुष अनेक जगह देखिए लेखा अच्छी कालिया बोदा कालिया बोदा 12 हाथ खंडा बाहर एमती कहती नहीं धीरे से कौन हम भक्त मान मेली हे समय आसी ना बर्तमान भक्त बछा ना ठाकुर तो बछा ही रहा भक्त कौन बछा बर्तमान ठाकुर बछा ही ना भगवान बोली महीपुरी जीव भक्ति न का पासे जोग्नि जोगमाया ताहांकु भक्षिबे अनंत कही न हसे पर भक्ति न कह आन हूँ भगवान बुझे बर्तमान ठाकुर देखो अवतारी पुरुष माने गली कंदी रे परिपूर्ण हो गले जुआड़े जीव सब कल्की अवतार आगे कलंकी व्हाट मीन्स कलंकी कहती कल्की अवतार कौन कल्की शब्दर अर्थ कौन जुग जुग प्रभु अवतार अनेक बार अवतार ठाकुर अभिराम परमहंस भाषा अवतारी अवतार सब तुम्हें राम राम यदि राम यदि राम यदि राम प्रभु अनेक बार अवतार अवतारी नहीं राम अवतार कृष्ण अवतार बराह अवतार बामन परशुराम मत्स्य कच्छप अवतार सेमती चैतन्य अवतार नवकुंजर अवतार एम सब अनेक अवतार अच्छे मनु अवतार भृंगु अवतार एम लिखी दत्तात्रेय अवतार किंतु कलि जुगे कल्की अवतार प्रभु जगत जीवन सचिदानंदन कल्की अवतार है ना बेचनी बनी धन कर बाल धूम के तुम्हें पक्षी में विकराल किए सब द्रुत कलंकी शरीर जय जगदीश हरे पहले शरीर हो कलंकी तो कल्की शरीरता मान कौन कल्की शब्दर अर्थ कौन ये बड़ गूढ़ तत्व प्रभु अवतार हे सत किंतु मन रखिता पिले प्रभु जो अवतार हे परिप्रकाश समय है ना लोकलोचन को आसवा समय है लोकलोचन केवे आसवे ना मेल हुए नागेश्वरा जगन्नाथ हेबे द्वारा पौष पूर्णिमा गुरुवार दुईटी माता जे तार अनंत गादी रे से थिबो सेही ठाबरे धरा हेबो सेठी प्रभु धरा है प्रभु कल्की प्रभु को कल्की जगन्नाथ भी कल्की अवतार है बलभद्र कल्की अवतार है सुभद्रा कल्की अवतार है क्षीराब्दी सागर अनंत नारायण कल्की अवतार है अनादि गुरु भी कल्की अवतार है महापुरुष कहते आम मन कौन कौ कल्की कल्की शब्दर अर्थ कौन
କଳିକି ଶବ୍ଦର ଅର୍ଥଟାକୁ ସମାଧାନ କରିଛନ୍ତି ଠାକୁର ଅଭିରାମ ପରମହଂସ। ବୁଝିଯାଉଛି? ସେଟା କ୍ୟାମେରା ଆଗରେ କହିହବନି। କଳିକି ଶବ୍ଦର ଅର୍ଥଟା କଣ ତାକୁ ସରଳ ଭାବରେ ପରମା ସୁନ୍ଦର ଅଭିନବ ପରମହଂସ ତାକୁ ଖୋଲିକି ଲେଖିଛନ୍ତି। ଯାହା ହେଉ, ଯେତେବେଳେ ସିଏ ଧରା ହେବେ, ହଜାରେ ଠାକୁର ବାଛନ୍ତି ନା, ଠାକୁର ଜଣେ ଠାକୁର ପ୍ରଭୁ ଠାକୁର। ଯେତେବେଳେ ବଛା ବଛି ହେଇଲା ପରେ ଜଣେ ଧରା ପଡିବେ, ତାପରେ ଭକ୍ତମାନେ ଏକତ୍ରିତ ଠାକୁଟା ହେବେ। ତନ୍ମଧ୍ୟରୁ କାଳିଆ ବୋଦାରେ ମଧ୍ୟ ଭକ୍ତ ମିଳି ହବ। ବୁଝିଗଲା? ସେ କାଳିଆ ବୋଦାରେ ଭକ୍ତ ମିଳିଟା କେବେ ହବ? କାଳିଆ ବୋଦାରେ ଭକ୍ତ ମିଳି କେବେ ହବ? ଆଗ ମନ ଥର ବାରମ୍ବାର କହୁଛି, ଆଗ ବିନାଶ ନୀଳା, ତାପରେ ପ୍ରକାଶ। କଳି ସରିବ, ସତ୍ୟ ଆରମ୍ଭ ହବ। ଯାହା କୁହନ୍ତି କଣ? ସଙ୍ଗମ ସମୟ, ସଙ୍ଗମ ଯୁଗ ବା ଅନନ୍ତ ଯୁଗ। କଳି ଥିବ ବାବୁ, ହୋଇବ ସତ୍ୟ, କେହି ନ ପାଇବେ ତାହାର ଅନ୍ତ। କଳି ଯୁଗ ଥିବ, ସତ୍ୟ ଯୁଗ ପରିପ୍ରକାଶ ହେବ, କିନ୍ତୁ ତାର ଅନ୍ତ କେହି ପାଇବେ ନାହିଁ। ଏଇ ଯୋଉ କାଳିଆ ବୋଦାରେ ଭକ୍ତ ମିଳି ହେବେ, এইটা କେବେ ଘଟିବ? ଶିଶୁ ଅନନ୍ତ ତାଙ୍କ ପଟା ମଡ଼ାଣ ଶାସ୍ତ୍ରରେ ଖୋଲିକି କହିଛନ୍ତି। କଣ କହିଲେ? ମୁକତ ମଣ୍ଡପ ସିଦ୍ଧ ବୋଲୁଅଛ। ମୁକତ ମଣ୍ଡପ ମାନେ ମୁକ୍ତି ମଣ୍ଡପ। ଗୃଦ୍ଧ ପକ୍ଷୀଙ୍କର ବାସ। ହେ ଜଗତବାସୀ, ଥରେ ମନ ଦେଇକି ଶୁଣ। ତମେ ପାପ ପୂର୍ଣ୍ଣ ବିଚାର କରିବା ପାଇଁ ଯୋଉ ଶ୍ରୀକ୍ଷେତ୍ର ଧାମକୁ ଯାଉଛ, ଯୋଉ ମୁକ୍ତି ମଣ୍ଡପରେ ବିଚାର କରୁଛ, ଦିନେ ସେଠି ଗୃଦ୍ଧ ପକ୍ଷୀଙ୍କର ବାସ, ଶାଗୁଣା ମାନେ ବାସ କରିବେ। ଶ୍ୱାନ ଦଳ ଯାଇ ବିମଳା ଗୃହରେ କରିବେ ନିତ୍ୟ ରାହାସ। ଯୋଉ ଅଷ୍ଟଚଣ୍ଡୀଙ୍କ ଭିତରୁ ଅନ୍ୟତମ ମା ବିମଳା ଦେବୀଙ୍କ ଦ୍ୱାରେ ବା ସମ୍ମୁଖରେ ଶ୍ୱାନ ମାନେ କଣ କରିବେ? ଯାଇକି ନିତ୍ୟ ରାହାସ କରିବେ। ଦିନରେ ଶୋଇବେ ସେଠି, ଦିନରେ ବୁଲିବେ ସେଠି। ଏକଥା କେତେ ଅତ୍ୟୁକ୍ତି ହବ ନାହିଁ? କେବେ ହବ? ଫେର କଣ କହୁଛନ୍ତି ନା, ଦକ୍ଷିଣ ଦୁଆରୁ ମଗର ପଶିବ, ଜଳେ ହୋଇଯିବେ ନାଶ। ଏତିକି କେବଳ ହବନି, ଶାଗୁଣା ବସିବ, ଶ୍ୱାନ ଦଳ ବସିବେ, ପୁଣି ଦକ୍ଷିଣ ଦ୍ୱାର ଦେଇ, ଜଗନ୍ନାଥଙ୍କର ଦକ୍ଷିଣ ଦ୍ୱାର ଦେଇ ମଗର ବସିବ। ମଗର ମାନେ କୁମ୍ଭୀର, କୁମ୍ଭୀର ବସିଯିବ। ଜଳେ ହୋଇଯିବେ ନାଶ। ଦିନେ ଜଳରେ ଇଏ କଣ ହବ? ବିନାଶ ହେବ। କୋଉ ଜାଗା? ନା କ୍ଷେତ୍ର ଭିତରେ ସାର, ଶ୍ରୀକ୍ଷେତ୍ର ଏରିଆ। କେବେ ଘଟିବ? ନା ତ୍ରିଶେ ତିନିଶହ ବିଂଶେ ପାଞ୍ଚ ମିଶାଇଲେ କହନ୍ତି ଅନନ୍ତ ଦାସ। 300 ମାନେ 33, 200 ବୋଲନ୍ତି 20, ମିଶିଗଲା କେତେ? 53, 5 ମିଶିଲେ କେତେ ହବ? 58। କୋଉ ମାସରେ ଘଟିବ? ନା ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ର ଯେ ମାସ। 58 କରି ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ରବାର ମଧ୍ୟ ପଡିଥିବ। ସେଇ ସମୟରେ କଣ ହବ? ଏ ଘଟଣା ଘଟିବ। କିଏ କହୁଛନ୍ତି? ନା ଅନନ୍ତ ଦାସ କହୁଛନ୍ତି। କାହାକୁ? ନା ସିଦ୍ଧ ମାର୍ଗ। କାହିଁକି? ନା ଜଗତ ପାଇଁ। ଭକତ ମାନେ ଯେ ଖେଳ ଆରମ୍ଭିବେ, କାଳିଆ ବୋଦାରୁ ସାର। ବାରଙ୍ଗ ମନେ ରଖିଥା, ଏ ଘଟଣା ଘଟିଲା ପରେ ଭକ୍ତ ମାନେ କଣ କରିବେ? କାଳିଆ ବୋଦାରେ ଏକତ୍ରିତ ହେବେ ବା ଖେଳ ଆରମ୍ଭିବେ, ସେଠୁ ଲୀଳା ଆରମ୍ଭ କରିବେ। ହେମନ୍ତ କାଳରେ ହୋଇବ ପରା ଆମ୍ବ 13 ଅବତାର। ସେଇ ସମୟରେ ଆମ୍ବର କାର? ଶିଶୁନନ୍ଦଙ୍କର ବା ପଞ୍ଚସଖାଙ୍କର ହେଇଥିବ କେତେ ଅବତାର?
13 ଅବତାର ଘଟିଥିଲା। ଏ 13 ଅବତାର ସମୟରେ ଅନ୍ତଦାସ କହୁଛନ୍ତି ଶିଶୁଅନନ୍ତ କହିଲେ ଯେତେବେଳେ 13 ଅବତାର ଆମର ଘଟିବ ସେଇ ସମୟରେ 58 ଅଙ୍କ ଚାଲୁଥିବ। ଏ ବାରଙ୍ଗ ମନ ରଖିତା ଏଇ ଘଟଣା ମାନ ଉତ୍କଳ ଦେଶରେ ବିମଳା ମଣ୍ଡଳରେ ଶ୍ରୀକ୍ଷେତ୍ର ଧାମରୁ ଏଇ ଖେଳ ଦିନେ ନା ଦିନେ କଣ ହବ ଘଟିବ। ବୁଝିପାରିଲେ ନା ବୁଝିପାରିଲେ? ତେଣୁ ମାଳିକା ସାତ୍ର କେବେ ଅତ୍ୟୁକ୍ତି ନୁହେଁ, ସମୟ ଆଖର। ଲୋକ କହୁଛନ୍ତି କିଛି ହବନି କିଛି ହବନି, ହେଲାଣି କିନ୍ତୁ ଅନୁଭବ କରିପାରୁ ନାହାନ୍ତି। ବୁଝି ହଉଛି? ହେଲା ହେଲା ବୋଲି ମହି ଉଛୁଳିବ ହେଳାରେ କାଟିବ। ବର୍ତ୍ତମାନ ପାଶ୍ଚାତ୍ୟ ଦେଶ ମାନେ ଯୋଉ ଘଟଣା ଘଟୁଛି, ଯଦି ଯୁଦ୍ଧ ବିଭୀଷିକା ହେଇଯିବ, ପରମାଣୁ ଯୁଦ୍ଧ ହେଇଯିବ, ତ ଭାରତରେ ନ ହଉ, ପଦାରୁ ଜିନିଷ ତ କିଛି ଆମଦାନୀ ହେଇପାରିବନି, ତ ଖାଇବ କଣ? ଟଙ୍କା ସୁନା। ଆକାର ବଢିଯିବ। ସେମାନେ ତ ଛଟପଟ ହେବେନି, ଠକିରି ପଡି ମରିଯିବେ। ଖାଦ୍ୟ ପାଇଁକି ଲୋକ ମଧ୍ୟ ଆକାର ହେଇ ମରିବେ। ତେଣୁ ମନେ ରଖିଥାଅ, ନିଶ୍ଚିନ୍ତ ଘଟିବ। କାରଣ ମହାପୁରୁଷ କହିଥିଲେ ଧାନ ଗଛରେ ବାଉଁଶ ଗଛରେ ଧାନ ରହିବ। ବୁଝିହଉଛି? ଅଦିନରେ ନିମ୍ବ କଢି ହୋଇବ, ପୁରୁଷ ମାନେ ନାରୀ ହୋଇବେ, ନାରୀ ମାନେ ପୁରୁଷ ହେବେ, ଭୂପା ପୁଅରେ ଭିନ୍ନ ଭିନ୍ନ ଘର ହବ। ଯେତେବେଳେ ଘଟିବା ବେଶୀ ଦିନ ନୁହଁ। ପାପ ଗୋଟେ ଅତିଶୟ ହେଇଗଲା। ଯେତେ ଥାଉ ପଛେ ଧନ ହଜାର, ଶାନ୍ତି ଟିକେ ଯଦି ନାହିଁ ମନର, ଇଏ ଯେତେ ଧନ ସବୁ ଅସାର। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଏକ ବାର ହରି।